ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ପୁଣି ଖସିଲା ସୁନା ଦର। ସୋମବାର ସୁନା ଦର ହୁ ହୁ ହୋଇ ବଢ଼ିବା ପରେ ମଙ୍ଗଳବାର ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି। ସୋମବାର ସୁନା ପ୍ରତି 10 ଗ୍ରାମ ପିଛା 1,62,000 ଏବଂ ରୂପା ପ୍ରତି କିଲୋଗ୍ରାମ 3 ଲକ୍ଷ ଛୁଇଁଥିଲା। କିନ୍ତୁ ନିବେଶକମାନେ ପ୍ରଫିଟ୍ ବୁକିଂ ଯୋଗୁଁ ମଙ୍ଗଳବାର ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ସକାଳ 9ଟାରେ MCXରେ ଏପ୍ରିଲ ଫ୍ୟୁଚର୍ସ ପାଇଁ 24 କ୍ୟାରେଟ ସୁନାର ମୂଲ୍ୟ 1,000 ହ୍ରାସ ପାଇ 10 ଗ୍ରାମ ପ୍ରତି 1,60,000 ଲକ୍ଷରେ ପହଞ୍ଚିଛି। ସେହିପରି ରୂପା ମଧ୍ୟ 1,300ରୁ ଅଧିକ ହ୍ରାସ ପାଇ କିଲୋଗ୍ରାମ ପ୍ରତି 2,63,949ରେ ପହଞ୍ଚିଛି। ପରବର୍ତ୍ତୀ ଖବର, କୃଷକଙ୍କୁ ବଡ଼ ଭେଟିଦେଲେ ମୋଦି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି 2026-27 ମାର୍କେଟିଂ ସିଜନ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ MSP ବୃଦ୍ଧିକୁ ମଞ୍ଜୁରି ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କଞ୍ଚା ଝୋଟ TD3 ଗ୍ରେଡ୍ର MSP ଏବେ 5,925 ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ଚାଷୀଙ୍କୁ ସେମାନଙ୍କର ଉତ୍ପାଦନ ଖର୍ଚ୍ଚ ଉପରେ 61.8% ଲାଭ ନିଶ୍ଚିତ କରିବ। ପରବର୍ତ୍ତୀ ଖବର, ପୁଣି ଆସିଲା ବଡ଼ ଖବର, ରାସନ କାର୍ଡ ଧାରୀ ସାବଧାନ, ନଚେତ୍ 1 ଏପ୍ରିଲରୁ ହୋଇଯିବେ ହଇରାଣ। ଯଦି ଆପଣ ଏକ ନୂତନ ରାସନ କାର୍ଡ ବିଷୟରେ ଚିନ୍ତା କରୁଛନ୍ତି କିମ୍ବା ପୂର୍ବରୁ ଏକ ଅଛି, ତେବେ ସରକାର ଏପ୍ରିଲ 1, 2026ରୁ କିଛି କଠୋର ଏବଂ ବାଧ୍ୟତାମୂଳକ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ଗୁଡ଼ିକର ଲକ୍ଷ୍ୟ ହେଉଛି ରାସନ କାର୍ଡ ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ଏବଂ ପ୍ରକୃତରେ ଅଭାବୀ ଲୋକଙ୍କ ପାଖରେ ଲାଭ ପହଞ୍ଚିବା। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ରାସନ କାର୍ଡ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ 2026 ପାଇଁ ନୂତନ ନିୟମ ଜାରି କରିଛନ୍ତି। ପରବର୍ତ୍ତୀ ଖବର, ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ SOPକୁ ନେଇ ହୋଇଛି ବିସ୍ତୃତ ଆଲୋଚନା। SOPକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଛି। ପ୍ରସ୍ତୁତ SOPକୁ ହାଇଲେବୁଲ କମିଟି, ବିଧି ସବ୍ କମିଟି ଏବଂ ପରିଚାଳନା କମିଟିରେ ଆଲୋଚନା ହୋଇଛି। ପରବର୍ତ୍ତୀ ଖବର, କେନ୍ଦ୍ର ଦେଇଛି 10,727 କୋଟି। ରାଜ୍ୟ ସରକାର 2025-26 ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ ପାଇବାକୁ ଥିବା ଅର୍ଥ ମଧ୍ୟରୁ ପ୍ରାୟ 25% ମିଳିଛି। ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ହାତରେ ଆଉ 36 ଦିନ ରହିଥିବା ବେଳେ ବଜେଟ୍ ଅନୁଯାୟୀ କେନ୍ଦ୍ର ଅନୁଦାନ ବାବଦକୁ ଏବେ ମଧ୍ୟ 30,864 କୋଟି ଟଙ୍କା ବକେୟା ରହିଛି। ତେବେ ଚଳିତ ବର୍ଷ କେନ୍ଦ୍ରୀୟ ଅନୁଦାନ ବାବଦକୁ 41,591.73 କୋଟି ଟଙ୍କା ରାଜ୍ୟ ପାଇବାକୁ ଲକ୍ଷ୍ୟ ରଖିଥିବା ବେଳେ 10,727 କୋଟି 52 ଲକ୍ଷ ଟଙ୍କା ପାଇଛି ବୋଲି ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତଥ୍ୟରୁ ଜଣାଯାଇଛି। ପରବର୍ତ୍ତୀ ଖବର, କେରଳର ନାଁ ହେଲା କେରଳମ୍। ସୂଚନା ଅନୁଯାୟୀ କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର କେରଳର ନାମ ପରିବର୍ତ୍ତନ କରାଯାଇ କେରଳମ୍ କରିବାକୁ ଅନୁମୋଦନ ଦେଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାଷା ଭିତ୍ତିରେ ରାଜ୍ୟ ସୃଷ୍ଟି ହେବା ପରଠାରୁ କେରଳର ନାମ କେରଳମ୍ ରଖିବା ପାଇଁ ଦାବି ହୋଇ ଆସୁଛି। କ୍ୟାବିନେଟ୍ ଏହି ଦାବିକୁ ଅନୁମୋଦନ କରିଛି। ଏହି ପଦକ୍ଷେପ ଚଳିତ ବର୍ଷ ହେବାକୁ ଥିବା ବେଳେ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ନିଆଯାଇଛି। ପରବର୍ତ୍ତୀ ଖବର, ସରକାରଙ୍କ ବଡ଼ ଘୋଷଣା, ହୋଲିରେ ଏକାଥରେ 4 ଦିନ ସ୍କୁଲ ଛୁଟି। 2026 ମସିହାର ରଙ୍ଗର ପର୍ବ ହୋଲି ବୁଧବାର 4 ମାର୍ଚ୍ଚରେ ପାଳନ କରାଯିବ। ହୋଲିକା ଦହନ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ 3 ମାର୍ଚ୍ଚରେ ମଙ୍ଗଳବାରରେ ଅନୁଷ୍ଠିତ ହେବ। ଦେଶର ବିଭିନ୍ନ ସ୍କୁଲରେ ସାଧାରଣତଃ ରଙ୍ଗର ପର୍ବ ହୋଲି 4 ମାର୍ଚ୍ଚ ପାଇଁ ଛୁଟି ରହିଥାଏ, କିନ୍ତୁ ଅନେକ ରାଜ୍ୟ ଛୁଟି ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ପରବର୍ତ୍ତୀ ଖବର, ଖସି ପଡ଼ିଲା ଦିଲ୍ଲୀ ବିମାନ, ସବୁ ମରିଗଲେ। ହଠାତ୍ ଆକାଶରୁ ଖସି ପଡ଼ିଥିଲା ବିମାନ। ଭିତରେ ଚିତ୍କାର କରୁଥିଲେ ଯାତ୍ରୀ, କିନ୍ତୁ କେହି ବଞ୍ଚିଲେ ନାହିଁ।
ଗୁଣ୍ଡ ଗୁଣ୍ଡ ହୋଇଗଲା ପୁରା ବିମାନ। ଆକାଶରୁ ଆସି ମାଟିରେ ପ୍ରଚଣ୍ଡ ଶବ୍ଦ କରି ପିଟି ହୋଇଗଲା। ପାଇଲଟ ଯେତେ ଚେଷ୍ଟା କରିଥିଲେ ହେଲେ ବିମାନକୁ ବଞ୍ଚାଇ ପାରିଲେ ନାହିଁ। ପୁଣି ଥରେ କାଳ ହୋଇଛି ବିମାନ ଦୁର୍ଘଟଣା। ଭାରତ ଭିତରେ ଗୋଟିଏ ପରେ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହେଉଛି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଚତରା ଜିଲ୍ଲାରେ। ବିମାନଟି ରାଞ୍ଚିରୁ ଦିଲ୍ଲୀ ଯାଉଥିବା ବେଳେ ମଝି ଆକାଶରୁ ଖସି ପଡ଼ିଛି। ବିମାନ ଭିତରେ ଥିବା ସବୁ ଯାତ୍ରୀ ମରିଯାଇଛନ୍ତି। ପରବର୍ତ୍ତୀ ଖବର, ଭାରତକୁ ମିଳିବ ଇସ୍ରାଏଲର ଆଇରନ୍ ଡୋମ୍। ସୀମାରେ ଶତ୍ରୁଙ୍କ କାୟା ବିସ୍ତାର ମଧ୍ୟରେ ଭାରତ ନିଜର ଆକାଶ ମାର୍ଗକୁ ସୁରକ୍ଷିତ କରିବା ପାଇଁ ବଡ଼ ପଦକ୍ଷେପ ନେଉଛି। ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି କରିପାରନ୍ତି। ଏଥିମଧ୍ୟରେ ସବୁଠାରୁ ଆଗରେ ରହିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ଆଇରନ୍ ଡୋମ୍ ଟେକ୍ନୋଲୋଜି। ଯଦି ଏହି ଚୁକ୍ତି ସ୍ୱାକ୍ଷରିତ ହୁଏ, ତେବେ ଇସ୍ରାଏଲ ଭାରତକୁ ଏହି ଅତ୍ୟାଧୁନିକ ଜ୍ଞାନ କୌଶଳ ହସ୍ତାନ୍ତର କରିବ। ପରବର୍ତ୍ତୀ ଖବର, ଜୟ ଶ୍ରୀରାମ କହି 7 ଆତଙ୍କବାଦୀଙ୍କୁ ମାରି ନାଚିଲେ ଯବାନ। ପାକିସ୍ତାନରୁ ଆସି ଭାରତରେ ଲୁଚିଥିଲେ ଜୈଶ ଏ ମହମ୍ମଦର ଆତଙ୍କବାଦୀ। ଜାମ୍ମୁ କାଶ୍ମୀରରେ ରହିଛି ଆତଙ୍କ ଖେଳାଉଥିଲେ, କିନ୍ତୁ ଭାରତୀୟ ଯବାନ ଛାଡ଼ିଲେ ନାହିଁ। ଖୋଜି ଖୋଜି ସମସ୍ତଙ୍କୁ ହତ୍ୟା କରିଛନ୍ତି। ଯାହା ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଯବାନ ଏକା ସାଙ୍ଗରେ ବଡ଼ ସଫଳତାର ଖୁସି ମନାଇଛନ୍ତି। ଗୀତ ବୋଲି ନାଚି ନାଚି ଗାଇଛନ୍ତି ଜୟ ଶ୍ରୀରାମ।